ମୁଁ ଭବାନୀ ସିକ୍ୟୁରିଟି ରେ କାମ କରୁଥିଲି ସୁପरवाइजर भाବରେ ସିଏ ମତେ ଖରାପ ବ୍ୟବହାର ଆଉ କହିଲେ ରୁମ ରେ ରହିବା ପାଇଁ ରୋଷେଇ କରିବା ପାଇଁ ଆଉ ବି ଖରାପ କଥା ବି ରେକର୍डिଂ ଅଛି ତାପରେ ମତେ ଯେମିତି 6 ମାସ ବସେଇ ଦେଲା ପଇସା ବି ଦେଲାନି ମୋ ସିକ୍ୟୁରିଟି ମନି ବି ଦେଲାନି ନେଇକି ଭବାନୀ ସିକ୍ୟୁରିଟି ଅକ୍ଷୟ ଦାସ ଅକ୍ଷୟ କୁମାର ଦାସ ଖରା ମାନେ ଶାରୀରିକ ସମ୍ପର୍କ ରଖିବ ବୋଲି କହିବ ଝିଅ ଛୁଆଙ୍କୁ ମୁଁ ଯୋଉ ପିଲାଙ୍କୁ କହିବି ଯାଅନି ତାକୁ କହିବ ତମେ କାହିଁ ଛାଡିଲନି ମୁଁ ଯେତେବେଳେ ଯିବି ଅପଡେଟ ନେଇ ତାଙ୍କ ପାଖରେ ଧରିକି ଶୋଇଥିବ କୁଡରେ ବସେଇଥିବ ଏଇଭଳିଆ ସବୁ କରିବ ମୁଁ ଯେତେବେଳେ ଖାତା କାଟିଦେଇ ମୋ ଡ୍ୟୁଟି ଟା ପଳେଇ ଆସିଲି ସେଉଠୁ କହିଲା ପିଲାମାନେ ଷ୍ଟ୍ରାଇକ କରିବେ ତୁମେ ଆଉ ଥରେ ଡ୍ୟୁଟି କଲେ ମୋ ପଇସା ଦେଲାନି ଯେମିତି ମୁଁ କହିଲି ମତେ ଡ୍ୟୁଟି କରାଉ ନହେଲେ କହିଲେ ନା ତାପରେ ଏଇଭଳିଆ ଖରାପ ବ୍ୟବହାର ମୋ ଫଟୋ ମଟ ରଖିକି ବି ତା ଅଫିସ ର କାମ କରୁଥିଲି ଫଟୋ ରଖିକି ଛୁଆଙ୍କୁ ଦବ ଛାଡ ସିଏ ଆସିବ ରୁମ କୁ ଏଇଭଳିଆ କରିବ ବ୍ଲାକମେଲ କଲା ଭଳିଆ ମୁଁ ଏତିକି ମୁଁ ଥାନାରେ ଏଫଆଇଆର ଦେଲି ତାପରେ ଯଦି 6 ମାସର ପଇସା ବାକି ଅଛି ତାପରେ 18,500 ଦଉଥିଲା ମତେ ମାନେ ମାସିକୁ ପିଏଫ ପଇସା ମୁଁ ଚାହୁଁଛି ନ୍ୟାୟ ଚାହୁଁଛି କିନ୍ତୁ ତାକୁ ଏଠି ଛାଡ ସେ କଥା ନୁହେଁ ମୁଁ ଥାନାରେ ଏଫଆଇଆର ଦେଇଛି ସେଟା ଯଦି ନ ବୁଝିବେ ମୁଁ ଏସପି ପାଖକୁ ଯିବି ମତେ ନ୍ୟାୟ ଦରକାର ଏତିକ